ବୈତରଣୀ ନଈରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି। ଭଦ୍ରକ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯେଉଁମାନେ ବିପଦଜନକ ସ୍ଥାନରେ ଅଛନ୍ତି ତାଙ୍କୁ ସ୍ଥାନାନ୍ତରଣ ନିମନ୍ତେ ଆମର ପ୍ରଶାସନ ତରଫରୁ ବ୍ୟବସ୍ଥା ହେଇଛି। ଗତକାଲି ମୁଁ ଏ ସମ୍ପର୍କରେ ନିଜେ ଉପସ୍ଥିତ ରହିକି ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲୁ। ଯେଉଁ ସ୍ଥାନ ଗୁଡିକରେ ଘରେ ପାଣି ପଶିଛି, ତାଙ୍କର ଆସବାବ ପତ୍ର ଖରାପ ହେଇଛି, ଘର ନଷ୍ଟ ହେଇଛି, ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ଏବଂ ଯେଉଁ ଯଦି ଚାଷ ଜମି ନଷ୍ଟ ହେଇଛି ନିଶ୍ଚୟ ଭାବରେ ତାଙ୍କୁ ଇନପୁଟ ସବସିଡି ତୁରନ୍ତ 1 ସପ୍ତାହ ମଧ୍ୟରେ ଯୋଗାଇ ଦିଆଯିବ। ଯେଉଁ ଅଞ୍ଚଳ ଗୁଡିକରେ ଲୋକମାନେ ବନ୍ଧ ଉପରେ ଆସିକି ରହିଛନ୍ତି ସେମାନଙ୍କୁ ତୁରନ୍ତ ପାଲ ଯୋଗାଇ ଦିଆଯାଉଛି, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ବିପୁଳ ପର୍ଯ୍ୟାପ୍ତ ପରିମାଣରେ ଆମ ପାଖରେ ସାପ କାମୁଡା ଇଞ୍ଜେକ୍ସନ ରହିଛି, ଗୋଖାଦ୍ୟ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉଛି। ତେଣୁ ନିଶ୍ଚିତ ଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି, କିନ୍ତୁ ଏହାକୁ ଜିରୋ କାଜୁଆଲିଟି ନ୍ୟାୟରେ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଧନ୍ୟବାଦ। ମୋ ନାଁ ପଦ୍ମନାଭ ନାୟକ, ଅନଲ୍ୟ। ସକାଳୁ ଉଠିବାକୁ ପାଣି ହେଇଯାଇଥିଲା ଗାଁରେ, ପ୍ରାୟ ଘର ଗୁଡାକ ପଶିଗଲା ସକାଳୁ ସକାଳୁ ଘରେ ସମସ୍ତ ଘରେ ପାଣି ପଶି ଚଳିବା କିଛି ନାହିଁ। ଛାତ ଉପରେ ଖଟ ବି ବୁଡିଗଲାଣି, ଖଟ ପଲଙ୍କ ଯାହା ଥିଲା ସେ ବୁଡିଗଲାଣି। ସେ ଛାତ ଉପରେ କିଏ ନେଇ ଗ୍ୟାସ ଫ୍ୟାସ ଏମିତି ରୋଷେଇ କରି କାହାର ବି ଖିଆ ହଉନାହିଁ, ଜଳଖିଆ ଖାଇକି ରହୁଛନ୍ତି। ଆଉ ଗାଈଗୋରୁ ସବୁ ପୋଲ ଉପରେ। ପ୍ରଶାସନ ଅଧିକାରୀ ଆସିଥିଲେ, କେହି ଆସିନାହାନ୍ତି। କିଛି ସେମିତି ଜଳ ଶୁଖିଲା ଖାଦ୍ୟ ଆମେ ବିଜେପି ଦଳ ତରଫରୁ ଦେଇଥିଲେ, ଚୁଡା, ମୁଢି, ଚିନି, ବିସ୍କୁଟ ଏମିତି ସମଥିଙ୍ଗ ଦେଇଥିଲେ। ଆଉ ଏଇ 12ଟା ଖଣ୍ଡ ବେଳେ। ପ୍ରଶାସନ କହିବୁ କଣ, ଆମର ତ ଏଇ ନୀତିଦିନିଆ କଥା, କେହି ଆମ କଥା ଶୁଣନ୍ତିନି। ଆମର ନିହାତି ଏଠି ଘେରି ବନ୍ଧଟା ଆବଶ୍ୟକତା ଅଛି। ଘେରି ବନ୍ଧ ହେଲେ ସେଠି ତଳପଟରେ ଗୋଟେ ଏସ୍କେପ ହେଲେ, ଗୋଟେ ସୁଇଚ ଗେଟ୍ ହେଲେ ହାଇ ଫ୍ଲୋ ବେଳେ ତାକୁ ବନ୍ଦ କରି ଦିଆଯାନ୍ତା, ପୁଣି ସାଧାରଣ ଜେନେରାଲି ଏମିତି ଖୋଲି ଦିଆଯାନ୍ତା। କଞ୍ଚା ଘର ଅଛି ଆହୁରି 15ଟା ଖଣ୍ଡେ ଅଛି। କୃଷ୍ଣା ମୁଦୁଲି, ଅନଳ୍ୟ। ତ କାଲିଠୁ ଯାଇ ଧୀରେ ଧୀରେ ଟିକେ ଚଢିଥିଲା। ରାତିର ଶୋଇବା ଅବସ୍ଥାରେ ଆଉ କେହି ଦେଖି ନାହାନ୍ତି, ପାଣି ଚଢିକି ଅଧିକା ହେଇଯାଇଛି। ଆଉ ବର୍ତ୍ତମାନ ପାଣି ବଢି ଚାଲିଛି। ରୋଷେଇବାସ ଘରେ ତ ସବୁ ପାଣି, ଘରେ ଗ୍ୟାସ ରଖିବା ପର୍ଯ୍ୟନ୍ତ ସବୁଆଡେ ପାଣି। ଛାତ ଉପରେ ପାଲ ଖଣ୍ଡେ ପକେଇକି ଆମେ ତାକୁ ରୋଷେଇ କରିକି ଯେମିତି ମାନେ ଅସୁବିଧା ହେଲେ ବି ଆମେ ଚଳୁଛୁ। ଆଉ ଆମେ ଆଉ କଣ କରିବୁ, ଆଉ ଯାହାକୁ କହିଲେ ବି କେହି ଶୁଣୁନାହାନ୍ତି। ଆମେ ଏମିତି ଆମର 5 ବର୍ଷ ଆଗରୁ ବି ଆମେ ଚଳୁଥିଲୁ, ଏବେ ବି ସେମିତି ଚଳୁଛୁ। ହଁ ସେମିତି ଆମେ ବହୁତ ସେମିତି କରିଛୁ। ନାଇଁ ସେମିତି ଆସିନାହାନ୍ତି ଏପର୍ଯ୍ୟନ୍ତ କେହି ଆସିନାହାନ୍ତି। ଆମେ ସେଟା ଆଜ୍ଞା ଦେଖୁଥିବେ ସବୁ ନ୍ୟୁଜରେ ଏମିତି ଚାଲିଛି। ଆଉ ନିଜେ ସେମାନେ ଆସିକି ଦେଖିଲେ ତ ଆମେ ଆପଣଙ୍କୁ ଯେମିତି ଆପଣ ଆସୁଛନ୍ତି ଆମେ କହୁଛୁ, ସେମିତି ଆମେ ତାଙ୍କୁ ବି କିଛି କହିପାରନ୍ତୁ, ଆମକୁ କିଛି ସାହାଯ୍ୟ ଯୋଗାଇ ପାରନ୍ତେ। ସେମାନେ ଆସୁନାହାନ୍ତି, ଆମେ ତଥାପି ମୋବାଇଲ ମାନେ ଇଏରେ ଆମେ କହୁଛୁ କି ଆମକୁ କିଛି ସାହାଯ୍ୟ କରନ୍ତୁ। ଆମେ ଟଙ୍କା ପଇସା ତ କିଛି ମାଗୁନୁ, ହେଲେ ଆମକୁ ଟିକେ ସାହାରା ଦରକାର ଯେ ଆମେ କେମିତି ଚଳିବୁ, କଣ କରିବୁ। ଆମର ଘେରି ବନ୍ଧଟା ପାଇଁ ଆମର ଏତିକି ଆମେ ଅସୁବିଧାର ସମ୍ମୁଖୀନ ହଉଛୁ। ଆମର ଘେରି ବନ୍ଧଟା ହେଇଗଲେ ଆମ ଏତେ ଆଉ ପାଣି ଇଏରେ ଆମେ ରହିବୁନି।